ମୁଁ ଅଭୟ କୁମାର ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ପକ୍ଷରୁ ଏକ ରିକ୍ରୁଟମେଣ୍ଟ ନୋଟିସ୍ଟି ଆସିଛି। ତେବେ କ'ଣ ଏଇ ରିକ୍ରୁଟମେଣ୍ଟ ନୋଟିସ୍ରେ ଅଛି ଏବଂ କେଉଁ ପୋଷ୍ଟକୁ ନେଇକି ଏ ରିକ୍ରୁଟମେଣ୍ଟ ଆସିଛି ତା ଡିଟେଲ୍ଟା ଆମେ ଜାଣିବା। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଲାଇକ୍ ସବସ୍କ୍ରାଇବ୍ ସେୟାର କରନ୍ତୁ। ତେବେ ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି, ଦେଖନ୍ତୁ ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ, ଏହାର ଡେଟ୍ ଅଛି 26/12/2023 ଅର୍ଥାତ୍ ରିସେଣ୍ଟଲି ଆସିଥିବା ଏକ ନୋଟିସ୍। ଏହା ସବଜେକ୍ଟ କଥା ଯଦି ଦେଖିବା, ଦେଖନ୍ତୁ ଏଠି ମେନସନ୍ ଅଛି କି ଡିଟେଲ୍ ଆଡଭର୍ଟାଇଜମେଣ୍ଟ ଫର୍ ରିକ୍ରୁଟମେଣ୍ଟ ଟୁ ଦ ପୋଷ୍ଟ ଅଫ୍ ଷ୍ଟାଟିଷ୍ଟିକାଲ ଆସିଷ୍ଟାନ୍ସ ଅଣ୍ଡର ଡାଇରେକ୍ଟୋରେଟ୍ ଅଫ୍ ଏଗ୍ରିକଲଚର ଆଣ୍ଡ ଫୁଡ୍ ପ୍ରଡକ୍ସନ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ତ ଓଡ଼ିଶା ସରକାରଙ୍କର ଯେଉଁ ଏଗ୍ରିକଲଚର ଏବଂ ଫୁଡ୍ ପ୍ରଡକ୍ସନ ଡିପାର୍ଟମେଣ୍ଟ ରହିଛି, ଏ ଡିପାର୍ଟମେଣ୍ଟ ତରଫରୁ ଆସିଛି କ'ଣ ନା ଷ୍ଟାଟିଷ୍ଟିକାଲ ଆସିଷ୍ଟାନ୍ସ। ତ ଏହାର ପୋଷ୍ଟ କୋଡ୍ ରହିଛି 29 ଏବଂ ଏହାର ଆପ୍ଲାଏ ଡେଟ୍ କଥା ଆମେ ଦେଖିବା। ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି ଯେ କେବେଠୁ ଆପ୍ଲାଏ ହେବ। ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି କି ଆପ୍ଲାଏ ଡେଟ୍ ରହିଛି, ଅନଲାଇନ୍ ରେଜିଷ୍ଟ୍ରେସନ୍ ରହିଛି ଜାନୁଆରୀ 3 ତାରିଖ ଠାରୁ ଏବଂ ଏହାର ଏଣ୍ଡ ଡେଟ୍ ରହିଛି ଫେବୃଆରୀ 2 ତାରିଖ ପର୍ଯ୍ୟନ୍ତ। ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ସେ 3 ତାରିଖ ଠାରୁ ଫେବୃଆରୀ 5 ତାରିଖ ଯାଏଁ ରହିଛି ଏବଂ ଏଡିଟିଂ ଅପସନ୍ ରହିଛି। ଯଦି ଆପ୍ଲାଏ ବେଳେ କିଛି ଭୁଲ ହୋଇଯାଇଥାଏ ତେବେ ସେ ମଧ୍ୟ ଜାନୁଆରୀ 3ରୁ ଫେବୃଆରୀ 7 ତାରିଖ ପର୍ଯ୍ୟନ୍ତ ଏହି ଅପସନ୍ ରହିଛି। ତେବେ ଯେଉଁମାନେ ଚାହୁଁଛନ୍ତି ଆପ୍ଲାଏ କରିବା ପାଇଁ ସେମାନେ ଏଇ OSC ୱେବସାଇଟ୍ ଯେଉଁ ରହିଛି www.osc.gov.in ରେ ଆପ୍ଲାଏ କରିପାରିବେ। ତେବେ କେବଳ ଏଇ ଯେଉଁ ଆପ୍ଲିକେସନଟି ଅନଲାଇନ୍ ମୋଡ଼ରେ ହିଁ ଆପ୍ଲାଏ କରାଯିବ। ତେବେ ଆମେ ଦେଖିବା କ'ଣ କେତେ ଭ୍ୟାକେନ୍ସି ଆସିଛି। ତ ଦେଖନ୍ତୁ ଏଠି ମୁଁ ଦେଖାଉଛି ଯେ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଯେଉଁଟାକି ଡାଇରେକ୍ଟର ଅଫ୍ ଏଗ୍ରିକଲଚର ଆଣ୍ଡ ଫୁଡ୍ ପ୍ରଡକ୍ସନ ଡିପାର୍ଟମେଣ୍ଟ ତରଫରୁ ଆସିଛି। ତ ଟୋଟାଲ 35 ଗୋଟି ଭ୍ୟାକେନ୍ସି ରହିଛି ଏବଂ ଗ୍ରୁପ ବିରୁ ହିଁ ଆସିଛି। ଦେଖନ୍ତୁ ଯଦି ଆମେ କାଟାଗୋରିଜ ଡିଭାଇଜ ଦେଖିବା ଯେ କ'ଣ କେତେ ଅଛି, ଏଠି କାଟାଗୋରିଜ ଡିଭାଇଜ ଦେଇଛି ଯେ ଅନରିଜର୍ଭ ଅଛି 17ଟି, SC/BC ଅଛି 4ଟି, SC ଅଛି 6ଟି, ST ଅଛି 8ଟି, ଟୋଟାଲ 35ଟି, ଓମନଙ୍କ ପାଇଁ 12 ଗୋଟି। ତ ଆମେ ଆଉ ଗୋଟେ କଥା ଲେଖା ହେଇଛି ଯେ କ୍ୟାଣ୍ଡିଡେଟ୍ସ ବିଲଙ୍ଗ ଟୁ ଦ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ଆର୍ ଅଲସୋ ଏଲିଜିବଲ୍ ଟୁ ଆପ୍ଲାଏ। ତେବେ ଆଉ କିଛି ଡିଟେଲ ମଧ୍ୟ ରହିଛି ଗୁରୁତ୍ୱପୂର୍ଣ୍ଣ ଡିଟେଲରେ, ତାହା ମଧ୍ୟ ମୁଁ ଏଠି ଦେଖାଉଛି। ଦେଖନ୍ତୁ ଏଠି ଇଲିଜିବିଲିଟି କଥା ଆମେ ଦେଖିବା। ଦେଖନ୍ତୁ ଏଠି ରହିଛି ଜେନେରାଲ ଏଲିଜିବିଲିଟି କଥା ରହିଛି। ଏ ତ ସବୁ ସମସ୍ତ ପାଖରେ ଏସବୁ ଏଲିଜିବିଲିଟି ରହିଛି ଯେ ଓଡ଼ିଆ ଲେଖିପାରୁଥିବେ, ଓଡ଼ିଆ କହିପାରୁଥିବେ ଏବଂ ପଢ଼ିପାରୁଥିବେ ଏବଂ ମଷ୍ଟ ହାଭ୍ ପାସ୍ଡ ମିଡିଲ ସ୍କୁଲ ଏକ୍ଜାମିନେସନ୍ ୱିଥ୍ ଓଡ଼ିଆ। ତ ଏଇ ଯେଉଁ ଏଲିଜିବିଲିଟି କ୍ରାଇଟେରିଆ ମାଗିଛି ଏସବୁ ପ୍ରାୟ ସମସ୍ତଙ୍କ ପାଖରେ ରହିଛି। ଆମେ ଏହାର ମିନିମମ୍ ଏଜୁକେସନ୍ କ୍ୱାଲିଫିକେସନ୍ ଦେଖିବା। ତ ମିନିମମ୍ ଏଜୁକେସନ୍ କ୍ୱାଲିଫିକେସନ୍ ରହିଛି କ୍ୟାଣ୍ଡିଡେଟ୍ସ ମଷ୍ଟ ହାଭ୍ ପାସ୍ଡ ଡିଗ୍ରୀ ଇନ୍ ଆର୍ଟସ୍, ସାଇନ୍ସ ଅର୍ କମର୍ସ। ତ ଆର୍ଟସ୍, ସାଇନ୍ସ, କମର୍ସ ତିନୋଟି ଡିପାର୍ଟମେଣ୍ଟର ପିଲା ଆପ୍ଲାଏ କରିପାରିବେ, କିନ୍ତୁ ମ୍ୟାଥମେଟିକ୍ସ ଥିବା ଦରକାର କିମ୍ବା ବିଜନେସ୍ ମ୍ୟାଥମେଟିକ୍ସ ଥିବା ଦରକାର କିମ୍ବା ଷ୍ଟାଟିଷ୍ଟିକ୍ସ ଅର୍ କମ୍ପ୍ୟୁଟର ଆପ୍ଲିକେସନ୍, ଫିଜିକ୍ସ ଅର୍ ଇକୋନୋମିକ୍ସ ଅର୍ ଆପ୍ଲାଏଡ୍ ଇକୋନୋମିକ୍ସରେ ସେମାନଙ୍କର ସବଜେକ୍ଟ ରହିଥିବା ଦରକାର ଗ୍ରାଜୁଏସନରେ, କିମ୍ବା ଏଗ୍ରିକଲଚର ଇକୋନୋମିକ୍ସ ଅର୍ ଏଗ୍ରିକଲଚର ଷ୍ଟାଟିଷ୍ଟିକ୍ସ। ତ ଏଜ୍ କଥା ଯଦି ଆମେ ଦେଖିବା, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟର 21 ବର୍ଷ ରହିଛି ଏହାର ସର୍ବନିମ୍ନ ଏଜ୍ ଏବଂ 38 ବର୍ଷ ରହିଛି ମ୍ୟାକ୍ସିମମ୍ ଏଜ୍। ତେବେ ଆଉ କ'ଣ ଡିଟେଲ ରହିଛି ଆମେ ଦେଖିବା। ଦେଖନ୍ତୁ ତ ବହୁତ ବଢ଼ିଆ ପଦବୀ ଆସିଛି OSC ତରଫରୁ। ଏହାର ପ୍ଲାନ୍ ଆଣ୍ଡ ପାଟର୍ନ ଅଫ୍ ଏକ୍ଜାମିନେସନ କଥା ଦେଖିବା। ସେ କହିଛି ଯେ ଯଦି 9,000ରୁ ଅଧିକ ପିଲା ଆପ୍ଲାଏ କରନ୍ତି ତେବେ ଗୋଟେ ପ୍ରିଲିମିନାରୀ ଏକ୍ଜାମିନେସନ୍ କରିବ, ଯେଉଁଟାକି OMR ବେସିକ୍ ହେବ। ଆଉ ଯଦି 9,000ରୁ କମ୍ ପିଲା କରନ୍ତି ତେବେ ଗୋଟେ ମେନ୍ ଏକ୍ଜାମିନେସନ୍ ଖାଲି ହେବ। ତେବେ ରିଟେନ୍ ଏକ୍ଜାମିନେସନ୍ ସିଲାବସ୍ ମଧ୍ୟ ଏଠି ମେନସନ୍ ଅଛି କି ଇଂଲିଶ ଆଉ ଓଡ଼ିଆରୁ 25 ମାର୍କ ଆସିବ, ଯେଉଁଟାକି ଟୋଟାଲ 25ଟା କ୍ୱେଶ୍ଚିନ୍କୁ 25 ମାର୍କ ଇଂଲିଶରେ ଆସିବ। ଓଡ଼ିଆରେ ମଧ୍ୟ ସେହିପରି 25ଟା କ୍ୱେଶ୍ଚିନ୍ 25 ମାର୍କ, ଏହା ଟାଇମ୍ ଘଣ୍ଟେ ରହିବ। ଆଉ ଜେନେରାଲ ଷ୍ଟଡିଜ୍ରୁ ଜେନେରାଲ ଆୱାରନେସ୍ ଆସିବ
जोटा 50 मार्क 50 क्वेश्चन क्वांटिटेटिव एप्टीट्यूड एंड रीजनिंग आसो 50टा क्वेश्चन 50 मार्क जोटा 2 घंटा एवं टेक्निकल व स्टैटिस्टिकल इकोनॉमिक्स मैथमेटिक्स जो सब्जेक्ट रिलेटेड क्वेश्चन आसो 150 मार्क एवं 3 घंटा बेसिक कंप्यूटर एजुकेशन उपरे बेसिक कंप्यूटर नॉलेज आसो 50टा क्वेश्चन 50 मार्क जोटा कि गोटे घंटा हम बोली रही तबे ये भाव इनफॉरमेशन रही तो जो मन चाहूँगी अप्लाई करने से निहाती अप्लाई करंतु तो बहुत बहुत भल कथा जे ओ डबलएससी बा ओडिशा स्टाफ सिलेक्शन कमिशन पक्षर ये जो नूतन नियुक्ति आसी नियुक्ति स्टैटिस्टिकल असिस्टेंट को जो पद अच्छी यार नियुक्ति दिज्व तेज जो मैंने चाहते अप्लाई करने निहाती अप्लाई करूँ तो जनवरी 3 तारिख यार अप्लाई आरंभ हम और फेब्रुआरी 2 तारिख जाए चलो तेज आशा कर निहाती भिडियो समस्त भल लगी शेष पर्यंत देखिथार समस्त धन्यवाद।